ହେଲା କମର କଣ ଆଉ କାଣ ହେଲାନି କହ ଯନ୍ତ୍ର ଦେଇନାହାନ୍ତି କି ठीक है लेकिन आठ देखो ठीक है लेकिन आठ देखो अरे फेर लेकिन कौन लेके आ हैं? कौन लेके कौन लेके आठ ओके आपको आपको लेके बहुत हो गया तो बोलेला बोलेला घर सेंटर में पता है कि किसका बोलेगी चलो मेरी आदमी को बोया अब एक एक बार में हो गया है ना तो मैं आपको बोलूं हाँ ठीक है तो मैं बोलूं 요번에 이걸 거의 좀 뭐? 이런 거는 말이 그러면 딱 이기는 거. ये कोई ना छोटे नहीं क्या कोई ना जी तीन साल की कम आओ आओ क्या रात से हो क्या तीन साल की कम क्या देखो देखो आप क्या पहनो आप दिन का पहनो बेटा आओ तीन जन ठीक है अगर तीन साल कर जाओ समझे समझते इधर आएगा अब तो लिख दो आप क्वेश्चन के लिए तीन साल वाला कोई से काट कर लिख देना ये देखो तो भाई सार कहले सार कहले तीन साल में इंग्लिश पढ़े तीन साल में और অপেক্ষা কর তিন দিন যাও খালি কাল তিন দিন যাও और देखिए कौन है तेरा पाठटा दे तीन दिन कर टिके तोर कौन है रे हाँ तेरा भूली गलु समझ में नहीं है कुछ दिन फिर तोर कौन है କିଛି ହେଲାନି ତ ଦେଖିଲୁନି କିନ୍ତୁ ହଷ୍ଟେଲରେ ଖାଇ ପିଇ ଖାଲି ଶୋଇଲୁ ତୋର କଣ ହେଲା ସେମ୍ ପ୍ରୋବ୍ଲେମ ଭୁଲିବୁ କାହିଁକି ତମେ ଭୁଲିବା ଜିନିଷ କଣ ତୋର ଖରାପ ଜିନିଷ କିଏ ଲେଖିକି କହେ ତୁ ଆସିନଥିଲୁ ଆଉ ଜଣେଇଥିଲ କାଇଁ କଣ ପାଇଁ କଣ ପାଇଁ ମୁଁ ଗୋଟେ କାରଣ କହିଲୁ ମନ ବୁଝେଇ ପାଇଁ କାରଣ କହ ଥରେ ହେଇଗଲା ସମୟ ତୋତେ କୋଉ ସମୟ ଲାଗି ମନେ ପଇଲାନି ଭଲ ଲାଗିଲାନି କଣ କହୁଛି पैसे क्या हुआ ଭଲ ଲାଗିଲାନି ଆମେ କଣ କହିଲାନି ମାନେ ଏଇଟା ଏପଟେ ଭଲ ଲାଗିଲାନି ମାନେ ଏଇଟା ଲେଖିବାକୁ ଭଲ ଲାଗିଲାନି ଶୁଭୁନି କୁଇକ୍ ଲାଗିଲା ଭଲ ଲାଗିଲା କାଟିଆ କି ଜବ ଘର କୋଉଠି କହିଲୁ ଭଦ୍ରକ ହେଲେ ଘର ଘରେ ନେଇ ପିଲା ତ ଠକ ଭଗବାନ
ତିନି ହେଲା ବୁଝା ପଡୁଛି ଆଉ ଥରେ କରିପାରିବୁ ଭଲ ଲାଗିବ ହଁ ଭଲ ତିନିଟା ଯାକ ବାଜି କଣ ହେଲା କର not expected from you ସେମାନେ କୋଉଟା ଲେଖିଥିବା ତାକୁ ଭଲ ସେ ବିଲୋପ କରିବୁ ତାଙ୍କର ଫୋନ କରି ମୁଁ କଣ କହିବି କଣ କହିବି ତାକୁ ଆପଣ ସହ ପାଠ ପଢୁ କହିବି କହିବି କି ସେୟା ସାର୍ ଫୋନ କରିବେ ତମ ଦିଟା ଛୁଆ କେମିତି ପଢୁଛନ୍ତି ମୁଁ କଣ କହିବି ସବୁ ପାଠ ପାଠ ପଢୁ କଣ କହିବି କହ ତୁ ଯାହା କରିବୁ ମୁଁ ଯାହା କରିବି ସେ ସକାଳେ ଗଲେ ଯାହାର ଫୋନ କରିବେ କଣ କରିବୁ କଣ କରିବୁ କଣ କରିବି କଣ କଲା ପଚାରିଲା ଆମ କରୁଛନ୍ତି ମୁଁ କଣ କହିବି ମନା କରିବି ଯାହା କହିବୁ କହିବି ଓଡ଼ିଆ ବୁଝିପାରୁଛୁ ଯଦି ସେ ଗୋଟେ ଫୋନ କରି ପଚାରିଲା ଯେ ମୋର ଦିଟାଙ୍କ ଛୁଆ କୋଉଠି ପାଠ ପଢୁଛନ୍ତି ମୁଁ କଣ କହିବି ପଢୁଛନ୍ତି ନା ପଢୁନାହାନ୍ତି କଣ କରିବି ତ ତ କହ କଣ କରିବି ନା କଣ କରିବି ଖରାପ ଲାଗିଲେ ନା କଣ ମୁଁ କଣ କରିବି କଣ କରିବି ନା କହ କଣ କରିବି ତ ଏଇ କଥା ହଁ କରିଦେବି ତ ହଁ ସେ ପଢୁଛି ପଢିଲେ ପଢିବ କିଛି କରିବି ତ ଏସି ସ୍କାନିୟର এটা বন্ধ নেই এটা বন্ধ করবো না ହଉ ତାହେଲେ ଆମେ ଯୋଉ କନଫିଗୁରେସନ କରିଦେଇଥିଲେ ଛୋଟ ଛୋଟ ଜିନିଷ କେତେଟା ଅଛି ତାକୁ ଦେଖିବା ବହି କାରଟା ଧର କିଣିଲୁ ପଚାରି କିଣିଲୁ ଟିକେ ହାତ ଦେଇଛ ତ ହାତ ଦେଇଛ ନା ତୁ କିଣିଛୁ ହାତ ଦେଇଛ ବହି କିଣିଲେ ମତେ ପଚାରି କିଣିବୁ ବହି ଯେ କିଣିବାର ଥିବ ତାକୁ ପଚାରିବୁ ତାକୁ କିଣିବୁ ତାହେଲେ ଆମେ ଛାଡିଥିବା ଦେଖ ସବୁ ଇଲେକ୍ଟ୍ରୋନିକ କନଫିଗୁରେସନ କରୁ ତମେ ଦେଖ ପ୍ରିଭିୟସ କ୍ଲାସରେ ଗୋଟେ ଜିନିଷ କହିଥିଲି ତମ ସେ ଡାଟା ଛାଡିବାକୁ କହିଥିଲି ପାଉଲିଜ ଏକ୍ସକ୍ଲୁଜନ ପ୍ରିନ୍ସିପଲ ପାଉଲି ମନା କରିଥିଲେ ମନେ ପଡୁଛି ତାହେଲେ ପାଉଲି କଣ ମନା କଲେ ଦେଖ ସେଇ ଜାଗା ଲେଖିବା ଏବେ ସେଇ ଦଳଟା ବୁଝିପାରିବ ପାଉଲି ଏକ୍ସକ୍ଲୁଜନ ପ୍ରିନ୍ସିପଲ ପାଉଲି ଯୋଉ କହିଥିଲେ ତାଙ୍କ ଷ୍ଟେଟମେଣ୍ଟଟା ଥିଲା no two electron in an atom can have all the quantum numbers are alike ତା ମାନେ କଣ ଗୋଟେ ଆଟମ ଭିତରେ ଗୋଟେ ଆଟମ ଅଛି ଯେକୌଣସି ଦିଟା ଇଲେକ୍ଟ୍ରନ ନବା ଏଇ ଯୋଉ ଇଲେକ୍ଟ୍ରନ ଏଇ ଯୋଉ ଇଲେକ୍ଟ୍ରନ ଯୋଉ କ୍ୱାଣ୍ଟମ ନମ୍ବର ଗୁଡା ଅଛି କ୍ୱାଣ୍ଟମ ନମ୍ବର କେତେଟା ପଡିଲେ ଚାରିଟା फास्ट पढ़िए प्रिंसिपल क्वांटम नंबर की क्वांटम नंबर तापर की क्वांटम नंबर आंशिक नंबर तापर मैग्नेटिक पार्टी चुके लगी नहीं तो यार मूल्य जहां आसीबो एई इलेक्ट्रॉन मूल्य सेया आसीबो नाही तो क्वांटम नंबर पढ़ेइथिली मन पकाओ तुम से जो स्टेटमेंट लिखेइथिली जे इलेक्ट्रॉन जो अछंती तांकर ठिकाना हैला क्वांटम नंबर क्वांटम नंबर आर द एड्रेस ऑफ इलेक्ट्रॉन इलेक्ट्रॉन माने कोठी रहुचंती ताले तते मु यदि कहिबी कटक भितरे बा ओडिसा रे बा पृथ्वी रे बा वर्ल्ड रे
ଏମିତି ଦିଟା ଲୋକ ଅଛନ୍ତି ଯାହାର ସବୁ ସମାନ, ତା ନାଁ ସମାନ, ଦି ଜଣଙ୍କ ନାଁ ସମାନ, ଦି ଜଣଙ୍କ ବାପାଙ୍କ ନାଁ ସମାନ, ଦି ଜଣଙ୍କ ବୋଉ ନାଁ ସମାନ, ଦି ଜଣଙ୍କ ଏକା ଆଡ୍ରେସ ରେ ରହୁଛନ୍ତି, ଦି ଜଣଙ୍କ ଡେଟ୍ ଅଫ ବାର୍ଥ ସମାନ, ଦି ଜଣଙ୍କ ଏକା କ୍ଲାସ ରେ ପାଠ ପଢୁଛନ୍ତି, ସବୁ ସମାନ। ତ ସାର୍ ଏମିତି ହବନି, ମିଛ କଥା। ନା ସମାନ କି? ସବୁ ସମାନ ତ ହବନି ନା। ଯଦି ଫିର ବି ତତେ ଡାଉଟ ଅଛି ଯେ ସାର୍ ସେମାନେ ଟୁଇନ୍ସ, ମନେ ରଖିଥା ଦୁନିଆରେ ତିନିଟା ଜିନିଷ କାହାର କେବେ ବି ସମାନ ନୁହଁ। ଗୋଟେ ହେଲା ଫିଙ୍ଗର ପ୍ରିଣ୍ଟ, ଫାଷ୍ଟ ହୋମ ଇମ୍ପ୍ରେସନ ଦୁନିଆରେ କାହାର କାହାର ବି ସେମିତି ସମାନ ନୁହଁ। କାହାର ତ ବାପା ବୋଉ ହବ ଟୁଇନ୍ସ ର ଫିଙ୍ଗର ପ୍ରିଣ୍ଟ, ଯୋଉ ଫିଙ୍ଗର ପ୍ରିଣ୍ଟ ଯେତେବେଳେ ପେନ୍ ଗାଡେଇକି ଦବେଇବ ଦେଖିବି। ସେକେଣ୍ଡ ରେ ହେଲା ଆଇ ରେଟିନାର ପାଟର୍ନ, ଆଇର ଯୋଉ ରେଟିନା ଥାଏ ତା ଭିତରେ ଯୋଉ ବ୍ଲଡ ଭେସେଲ ଗୁଡା ଅଛି ତାର ପାଟର୍ନ। ଆଣ୍ଡ ଥାର୍ଡ ଯୋଉଟା କି ସବୁଠୁ କନଫର୍ମେଟରୀ ହେଲା ଡିଏନଏ। ଦୁନିଆରେ କାହାର ଦି ଜଣଙ୍କ ଡିଏନଏ କେବେ ସମାନ କେବେ ବି ସମାନ ନୁହଁ। ସେଇ ଏଟିଜିସି, ଏଟିଜିସି ପଢିଛ ଛୁଆବେଳେ, 39 ଥାୟାମିନ 19 ସାଇଟୋସିନ, ଏଟିଜିସି ର ଚେନ୍ କିନ୍ତୁ ସମସ୍ତଙ୍କର ଆରେଞ୍ଜମେଣ୍ଟ ଅଲଗା। ତ ଦୁନିଆରେ କାହାର ଡିଏନଏ କେବେ ସମାନ ନୁହଁ। ଯୋଉ ଡିଏନଏ ମ୍ୟାଚିଂ କରାଯାଏ ବାପା ମାଙ୍କ ସାଙ୍ଗରେ ମ୍ୟାଚିଂ ହବ, ସମାନ ହବ। ମ୍ୟାଚ୍ କରିବା ଆଉ ସମାନ ହବା ଦିଟା ଅଲଗା ଜିନିଷ। ସେମିତି ସେ କହିଲା ଦୁନିଆରେ ଏମିତି ଗୋଟେ ଆଟମ ଭିତରେ ଇଲେକ୍ଟ୍ରନ ଥିବେ ଯାହାର ସବୁ ତକ କଣ ହେଇଯିବ, କ୍ୱାଣ୍ଟମ ନମ୍ବର ସମାନ ହେଇଯିବ। ଗୋଟେ ଏକ୍ସାମ୍ପଲ ନଉଛି, ଲେଖିଲ ଯାହା ଲେଖିବା କଥା, ଗୋଟେ ଏକ୍ସାମ୍ପଲ ନଉଛି, ଏକ୍ସାମ୍ପଲ ଦେଖେ ବୁଝିପାରିବେ। ନାଇଟ୍ରୋଜେନ ପାଇଁ ନଉଛି, ନାଇଟ୍ରୋଜେନ ର କନଫିଗରେସନ ହେଲା 1s2 2s2 2p କେତେ 2p, 2p କେତେ ଇଏ ଗୋଟେ କହିଲା ତ ଅଲଗା କହିଲା, ତ ଅଲଗା ତ ପିଲା କଣ କେତେ କହିଲ? 5 5 କହିଲି ସେମିତି ବାହାରିବା ପାଇଁ କହିଲ ନା 7 2 4 7। ତାହେଲେ ଏବେ ଟୋଟାଲ କେତେଟା ଇଲେକ୍ଟ୍ରନ ଅଛନ୍ତି? 7ଟା ଇଲେକ୍ଟ୍ରନ ଅଛି। এই 7ଟା ଇଲେକ୍ଟ୍ରନ କୁ ମୁଁ ନମ୍ବରିଂ କରିଦଉଛି। ଫାର୍ଷ୍ଟ ଟା ନାଁ ଦେଲି E1, E2, ଇଲେକ୍ଟ୍ରନ 1, ଇଲେକ୍ଟ୍ରନ 2, ଇଲେକ୍ଟ୍ରନ 3, ଇଲେକ୍ଟ୍ରନ 4, ଇଲେକ୍ଟ୍ରନ 5, ଇଲେକ୍ଟ୍ରନ 6, ଇଲେକ୍ଟ୍ରନ 7 ହେଲା। ସମସ୍ତଙ୍କର ଆମେ କଣ କାଢିବା ନା କ୍ୱାଣ୍ଟମ ନମ୍ବର କାଢିବା। କଣ କାଢିବା? ଦେଖ ଫାର୍ଷ୍ଟ ସମସ୍ତଙ୍କର ଶର୍ଟ ଲେଖି ପ୍ରିନ୍ସିପାଲ କ୍ୱାଣ୍ଟମ ନମ୍ବର କାଢିଛୁ। ପ୍ରିନ୍ସିପାଲ କ୍ୱାଣ୍ଟମ ନମ୍ବର କିଏ? ଏ। ତାହେଲେ ପ୍ରିନ୍ସିପାଲ କ୍ୱାଣ୍ଟମ ନମ୍ବର କେମିତି କାଢିବା ଆମେ? ଇଲେକ୍ଟ୍ରନ ଟା ଯୋଉ ସେଲ ରେ ଅଛି ସେଟା ପ୍ରିନ୍ସିପାଲ କ୍ୱାଣ୍ଟମ ନମ୍ବର। ତାହେଲେ यार प्रिंसिपल क्वांटम नंबर कितना हो 1 और फर्स्ट सेल ଅଛି ये कोण ଅଛି फर्स्ट सेल का कितना हो 1 यार कितना हो 2 यार कितना हो सेकंड सेल ଅଛି यार कितना हो काहे 3 के बोला तो 3 दे सेकंड सेल ଅଛି 3 के बोला वो सेल ଅଛି सेल 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 सेकंड सेल ସମସ୍ତ ପ୍ରିନ୍ସିପାଲ କ୍ୱାଣ୍ଟମ ଏରା ପ୍ରିନ୍ସିପାଲ। ତାପରେ କାଢିବା କଣ ଆଜି ମୁଁ ଥାର କ୍ୱାଣ୍ଟମ କି କ୍ୱାଣ୍ଟମ ନମ୍ବର ଆଜି ଥାର କଣ ଏ କଣ ଏ ହେଲେ ଏ କାଢିବା ପାଇଁ ଫର୍ମୁଲା ଦେଇକି ମନେ ପଡୁଛି ଯୋଉଠି s ର ଭ୍ୟାଲ୍ୟୁ ଗୋଟେ s ଥିବ ତା ପାଇଁ କେତେ ଭ୍ୟାଲ୍ୟୁ 0, ଯଦି p ଥିବ ତା ପାଇଁ 1, ଯଦି d ଥିବ f ଥିବ ମନେ ପଡୁଛି। ତାହେଲେ ୟାର ଏ ମୂଲ୍ୟ କେତେ ହବ ଟିକେ କହିଲ। ଏଇ ଲକ୍ଷ୍ୟଟା କୋଉଠି ଅଛି s ର ଅଛି, ତାହେଲେ କ୍ୱାଣ୍ଟମ ନମ୍ବର କେତେ ହବ ଏ କୋଉଠି ଅଛି 0, ଏ କୋଉଠି ଅଛି 0, ଏ କୋଉଠି ଅଛି ये पूरा की किने मान मान
ବୁଝିପାରିଲ ये ପଳେଇଲା ଆଜି ଉତ୍ତାପ ତାପରେ କି ଆସିବ ମ୍ୟାଗ୍ନେଟିକ କ୍ୱାଣ୍ଟମ ନମ୍ବର ମ୍ୟାଗ୍ନେଟିକ କ୍ୱାଣ୍ଟମ ନମ୍ବର ମୁଁ କହିଲି ଯୋଉ ଘର କରିବା ପଡୁଛି ଆରେ ଘର a ଟା ଥିଲା ଆମେ 0 b ଥିଲା କଣ ଥିଲା ଗୋଟେ ପଡୁଛି ଯଦି a ଥିବ -1 0 +1 ଯେ d ଥିବ ଗୋଟେ ପଡୁଛି ତ ଆରେ d ଥିଲେ -2 -1 0 +1 +2 তাহলে লিখিল এই যে ইলেকট্রনটা আছে ইয়া পাই এ খালি কেতে হবো এটি কেতে হবো এটি কেতে হবো এটি এটি -1 0 প্ଲস ହେଲା ତ ଲାଷ୍ଟ ଦେଖିବା ସ୍ପିନ୍ ସ୍ପିନ୍ କ୍ୱାଣ୍ଟମ ନମ୍ବର ସ୍ପିନ୍ ଟା କଣ କରୁଛି କି ଉପରୁ ଗଲେ ପ୍ଲସ ହାଫ ତଳୁ ଗଲେ ଖାଲି ଏଇ ପାଇଁ କେତେ ହବ ପ୍ଲସ ହାଫ ଏଇଟା ପାଇଁ ଏଇଟା ପାଇଁ ଏଇଟା ପାଇଁ ତାପଟା ପାଇଁ ତାପଟି ପାଇଁ ତମେ ଟିକେ ଦେଖିଲ ସାତଟା ଇଲେକ୍ଟ୍ରନ ହେଲା ତାହେଲେ ଏଇ ଇଲେକ୍ଟ୍ରନ ଏଇ ଚାରଟା ହଉଛି ତାର କି ନମ୍ବର କ୍ୱାଣ୍ଟମ ସେ ଦିଆ ହୋଇଛି ତ ତାকে ଦେଖିଲ ନଜର ପକେଇଲ ଏମିତି କିଛି ଦିଟା ଇଲେକ୍ଟ୍ରନ ଅଛନ୍ତି ଯୋଉମାନଙ୍କର ସାତଟାଙ୍କ ଭିତରୁ କୋଉ ଦିଟା ଇଲେକ୍ଟ୍ରନ ଚାରିଟାଙ୍କ କ୍ୱାଣ୍ଟମ ନମ୍ବର ସମାନ ଥିବ କାହାର ନାହିଁ କହୁଛ କାହାର ନାହିଁ ଚାରିଟା ସମାନ ମାନେ ସମାନ ବୁଝିଲେ କଣ ସମାନ ହବ କି ଏବେ ବା ପଢିଲେ ଯେ ଗୋଟେ ଆଟମ ଭିତରେ କୌଣସି ଦିଟା ଇଲେକ୍ଟ୍ରନ ଏମିତି ନଥିବେ ଯୋଉମାନଙ୍କର ଚାରିଟା କ୍ୱାଣ୍ଟମ ନମ୍ବର କଣ ହଉଥିବ ସମାନ ଥିବ ତ ଏଟା ନାଇଟ୍ରୋଜେନ ବୋଲି ନୁହେଁ ଯେତେ ବଡ ଆଟମ ହେଇଥିବ ତା ଭିତରେ ତୁ ଖୋଜିବୁ ଚାରିଟା କ୍ୱାଣ୍ଟମ ତିନିଟା ହେଇଥିବ ତିନିଟା ସମାନ ହବ ସମାନ ହେଲା ସେଇଥିପାଇଁ ପାଉଲି ମୋମେଣ୍ଟ ଥିଲି ଯେ ଗୋଟେ ଅଳ୍ପ ତ କହିଥିଲେ ପାଉଲି ଦେଖେଇଥିଲି ଜାଣିଥିଲୁ नो टू इलेक्ट्रॉन इन एन accommodate ଦେଖିଥିଲେ କି ପାଉଲେ ତା ତଳେ ଲେଖା ହେଇଥିବ in an orbital there is maximum 2 electron accommodate ହୋଇଛି opposite ଲେଖଛ ତ ତା ତଳେ ଏକ୍ଜାମ୍ପଲ ଲେଖିବ और बड़ा देख लेना हॉस्टल का मतलब और ये काटला काटला
ତାପରେ ଲେଖ ଯେ ସେଟ୍ ଅଫ ଅର୍ବିଟାଲ ବିଷୟ ଡିସ୍କସ କରିଦବା। କହିଥିଲି ଭଲ କଥା ତାପରେ ଆଉ ଗୋଟେ କହିଦଉଛି ସେଟ୍ ଅଫ ଅର୍ବିଟାଲ। ଆଉ ମୁଁ ଅର୍ବିଟାଲ ଯୋଉ କହିଥିଲି ଫାଷ୍ଟ କୋଉ ଅର୍ବିଟାଲ ଆସିବ କହିଥିଲି ଭଲ ଅଛି ତ एस ऑर्बिटल एसपीडीएफ चार्ट दिले और जो एस ऑर्बिटल का रहिला एस ऑर्बिटल माने कुछ इंग्लिश नो एस का क्वेश्चन पड़ा स्फेरिकल सार बोली किसी कहती तो स्फेरिकल को आस्ती स्फेरिकल सेटा स्फेरिकल बस सार सार स्फेरिकल तो कोटे बोली तो ये एस ऑर्बिटल जो अछि हमर इमेजिन करले दिले एटा होची एस ऑर्बिटल स्फीयर ହେଲା এই জিনিসটা ଗୋଟେ ବଡ ଆଟମ ଟେ କନସିଡର କରି ତା ଭିତରେ ବହୁତ ଗୁଡେ ବେଶୀ ଗୋଟେ ଦେଖିଲେ ଆଉ ବୋଲେ 1s ହେଇପାରିବ 2s ହେଇପାରିବ 3s ହେଇପାରିବ ତାହେଲେ ଖାଲି ମୁଁ s ମାନଙ୍କୁ ଡ୍ର କରିବି ଖାଲି s ମାନଙ୍କୁ ଡ୍ର କରିବି ଏଇଟା ହେଲା ସ୍ଫେରିକଲ x axis ଅଛି y axis ଅଛି z axis x axis ଅଛି y axis ଅଛି z axis ତିନିଟା ସ୍ଫିयर ଏଇଟା ହେଲା କାହାର ଚିତ୍ରଣ କରି 1s ର ବୁଝା ଯଦି ମୁଁ କହିଲି ଏମିତି ଗୋଟେ ଆଟମ ମୋ ପାଖରେ ଅଛି ଯାହାର 1s ବି ଅଛି 2s ବି ଅଛି ତାମାନେ 1s ଟାଇମ୍ସ କରିବା ମଝିରେ ଟିକେ ଫାଙ୍କା ରହିବ କଣ ପାଇଁ ଫାର୍ଷ୍ଟ ହେଲା ସେକେଣ୍ଡ କିଲୋମିଟର ପାଖରେ ନୁହେଁ ତାହେଲେ ଏଇଟା 1s ଯଦି ହେଲା ତ ସ୍ଫିୟର ଭଳି କରିବ ନା ମଝିରେ ଫାଙ୍କା ରହିବ ତା ପର ଯୋଉଟା ରହିବ 2s ସ୍ଫିୟର ମାନେ ବୁଝୁଛ ଦିଟା ସ୍ଫିୟର ମଝିରେ ଫାଙ୍କା ଜାଗା ଅଛି ଏଠି ଓ ଆକ୍ସିସ୍ ଅଛି x ଆକ୍ସିସ୍ ଅଛି y ଆକ୍ସିସ୍ ଅଛି ଅପ ଆକ୍ସିସ୍ ଅଛି ସ୍ଫିୟର ଗୁଡା এটা ମୁଁ କାହାର ଡ୍ର କଲି ନା ଦେଖ ଏଇଟାକୁ ମୁଁ ଡିନୋଟ କଲି ଏଇଟାକୁ ଏଇଟା ହେଲା 1s ହେଲା 1s ଏଇଟା ହେଲା କିଏ 2s ବୁଝିପାରିଲ ସେଟା ଯଦି ମୁଁ 3 ନମ୍ବର କରିବି তাহলে s କୁ ଲେଖିଦିଅ ଏହା କେବଳ 1s ହେଲା 3s ହେଲା ବୁଝିପାରିଲ ଏଇଟା ବୁଝିପାରିଲ ତାହେଲେ ଇମାଜିନ 3 ଡାଇमेंशन ମାନେ ଇମାଜିନ କର ଗୋଟେ ପିମ୍ପମ ବଲଟେ ନେଇଛି ପିମ୍ପମ ବଲ ଦେଖିଛ ଛୋଟ ପିମ୍ପମ ବଲ ସେଟା ଧର ଗୋଟେ ତା ଭିତରେ ଇଲେକ୍ଟ୍ରନ ଘୁରୁଛନ୍ତି ସେଇ ପିମ୍ପମ ବଲ ଅଛି ଏଇଟା ପିମ୍ପମ ବଲଟା ତା ଉପରେ ଆଉ ଗୋଟେ ବଲଟେ ରଖିବି ଯେମିତି ପିମ୍ପମ ବଲଟା ତା ମଝିରେ ପୁରା ରଖିବି ତା ଭିତରେ ବଡ ବଲଟେ ନେବି କ୍ରିକେଟ ବଲଟେ ବା ଫୁଟବଲ ବଲଟେ ନେବି ଯେମିତି ଏକ୍ଜାକ୍ଟଲି ତା ମଝିରେ ରହିଛି ଏଇ ଦିଟାଙ୍କୁ ଆଉ ଗୋଟେ ବଡ ବଲଟେ ଭିତରେ ରଖିବି ଏଇଟା ସବୁ ସ୍ପେରିକାଲ ସବୁ ସ୍ପିୟର ତ ଏଇ ଯୋଉଠି ରହିଲା ଏଇଟା 1s ଅର୍ବିଟାଲ ଏଇଟା କୋଉ ଅଛି 2s ଏଇଟା କଣ ବୁଝିପାରିଲ 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 ଛୋଟ କଥାଟେ କହୁଛି ଶୁଣ ଏଇଟା କନସେପ୍ଟ ଆସିଲା ନୋଡ ତାକୁ ନୋଡ ବୋଲି କୁହାଯାଏ କଣ କୁହାଯାଏ ନୋଡ ନୋଡ ମାନେ ଗଣ୍ଠି ଓଡିଆ ନୋଡ ମାନେ ଗଣ୍ଠି ଏଇଠି ନୋଡ ମାନେ କଣ ଶୁଣ ଯୋଉଠି finding of
इलेक्ट्रॉन इज जीरो इलेक्ट्रॉन को पाइबार चांस जो कि जीरो ताकू लोड बोली कहबो ताले देखिलु केवल माइनस अछि एठी कोन हबो ताले किछि लोड रहिबो ना लोड नि रहिबो हमें देख सब जगह सब पाइबो ना अरे एठी इलेक्ट्रॉन माने घुरुचुती तो एटा कंफर्म माइनस माने केवल एटा पाइबो तो कंफर्म अछि एठी किछि लोड रहिबो ना एठी देखिए एक जन भीतर फांका जागा रहउची अरे एई दी जन भीतर एटा कोन फांका जागा एटा तू कोन बोली कहि परिबी लोड को कहि परिबी एटा कोटा फांका जागा ଏଇ ଯୋଉ ମୁଁ ଯଦି ମୁଁ ଗଲି ତାହେଲେ କେତେ ଏଇଟା ବି ଗୋଟେ ଲୋଡ ଏଇଟା ବି କଣ ତମେ କେନ ଏଇ ଯୋଉ ଲୋଡ ଗୁଡା ରହିଲା ଲୋଡ ଦି ଭାଗରେ ଭାଗ କରାଯାଇଛି ଲୋଡ ଦି ଭାଗରେ ଭାଗ କରାଯାଇଛି ଗୋଟେ ଭାଗ ହେଲା ଆଙ୍ଗୁଲାର ଲୋଡ ଆଉ ଗୋଟେ ଭାଗ ହେଲା ରାଡିଆଲ ଲୋଡ ଆଙ୍ଗୁଲାର ଲୋଡ ଆଉ ଗୋଟେ ହେଲା ରାଡିଆଲ ଲୋଡ କଣ ଆଙ୍ଗୁଲାର ରାଡିଆଲ angular node ହେଲା ମନେ କରୁ ଏଇଟା ଦେଖା ହଉଛି ଦେଖ angular node ହେଲା ଏଇଟା ଏଇଟା ହେଲା ଏଇଟା ଏଇଟା ହେଲା angular node ହେଲା ଟୋଟାଲ ସ୍ପିୟର ହିସାବରେ ମଝିରେ ଯୋଉଟା ରହିଲା ନୋଡ ମାନେ ବୁଝିପାରିଲ ଯୋଉଠି ଇଲେକ୍ଟ୍ରନ ନଥିବ ଯୋଉଠି ଇଲେକ୍ଟ୍ରନ ନାହିଁ ମୁଁ ଯଦି କହୁଥିଲି ଯେ ଇଲେକ୍ଟ୍ରନ ଆଇଦର ଫାର୍ଷ୍ଟ ସେଲ୍ ରହିବ ସେକେଣ୍ଡ ସେଲ୍ ରହିବ ଯଦି ସେ ଗଲା ସେ ଫାର୍ଷ୍ଟ ସେଲ୍ ସେକେଣ୍ଡ ସେଲ୍ ହେଲେ ଇଲେକ୍ଟ୍ରନ ମଝିରେ ପାଇବାର ଚାନ୍ସ କେତେ ବହୁତ କମ ଅଛି ସେଟା ହେଲା ଆଙ୍ଗୁଲାର ନୋଡ ରାଡିଆଲ ନୋଡ ଟା କଣ ଶୁଣ ରାଡିଆଲ ନୋଡ ଟା ହଉଛି something ପ୍ଲେନ ଗୋଟେ ପ୍ଲେନ ବୋଲି ତାକୁ ମୁଁ କହିପାରିବି ପ୍ଲେନ where finding of electron where finding of electron এটা ଗୋଟେ প্লেন কଣ ତା স্পিয়র তা স্ফেরিক্যাল তাহলে স্ফেরিক্যাল ଯୋଉଟା ରହିଲା ଆଙ୍ଗୁଲାର ନୋଡ ଆଉ ରାଡିଆଲ ନୋଡ ହେଲା ପୁରା ପ୍ଲେନ ମତେ କହ ଯୋଉ s ଅର୍ବିଟାଲ ଅଛି s ଅର୍ବିଟାଲ ଏଟା ମାନେ ଆମେ s ଅର୍ବିଟାଲ s ଭିତରେ ମୁଁ ଏମିତି ଗୋଟେ ପ୍ଲେନ ମାନେ କଣ ତ ଇମାଜିନ କର ଗୋଟେ କଣ प्लेट प्लेट द प्लेट रखु द प्लेट या भीतर रख जोठी तू इलेक्ट्रॉन को पाउ एन माने कोन प्लेट में कुछ करतो माने एमिति आबे प्लेट को या भीतर को डाइसेक्शन के भर्ती करबी जोठी इलेक्ट्रॉन को पाइबी तो एई देखलु एमिति अछि जागा अछि टोटल द स्फीयर इलेक्ट्रॉन को सबुनी पाइबी तो एथि कोन हैला नो यार कोनोसी प्रकार तो कोनर ता राडियल नोड यार किसी भी राडियल नोड ना कोन राडो एस एस राडियल नोड एंगुलर नोड राडियल नोड लाइन का प्लेन মানে এমনি তুমি প্লেন দরকার দেখো টিটা তাহলে বুঝতে তো ধরো কি কথা কইছো তো কি কইলে টিটা আমরা দপন নাম্বার এই বলে এটা হলো কি
তাহলে এইচবি ইলেକ୍ଟ୍ରନ ମାନେ ଅଛନ୍ତି এইচবি ଇଲେକ୍ଟ୍ରନ ମାନେ ଅଛନ୍ତି ହଁ ଭାଇ ମୁଁ ଯଦି ଏବେ ତତେ କହିବି ତୁ ଏଇ ମଝିରେ ଗୋଟେ ପ୍ଲେନ ପାସ୍ କରିଦେ ତୁ ଯଦି କହିବା ବେଲୁନ ଟା ଅଛି ଉପରେ ଗୋଟେ ତଳେ ଗୋଟେ ମଝିରେ ମୁଁ ପାସ୍ କରିଦେଲି ତାହେଲେ ଏଇ ଯୋଉ ଜାଗାଟା ୟାକୁ ମୁଁ କହିବି ପି ନୋଡ ବୋଲି ଆଙ୍ଗୁଲାର ରାଡିଆଲ ନୋଡ କି ନୋଡ ରାଡିଆଲ ନୋଡ ଏଇ ଯୋଉ ଜାଗାଟା ହେଲା এটা ହେଲା ରାଡିଆଲ ନୋଡ is called radial node ତାହେଲେ ଏଠି କେତେଟା ରାଡିଆଲ ନୋଡ ରହିଲା ଗୋଟେ ଆଉ ଅଧିକା ରହିବ ଆଉ ଅଧିକା ରହିବ ଯଦି ମୁଁ ଏବେ ତତେ ପଚାରିଲି ଟି କଥା ଟି ହଉଛି କଣ ଷ୍ଟ୍ରକ୍ଚରଟା ଏଇଭଳିଆ ଅଛି ଆଉ ଭଲ ନାହିଁ ଯଦି ଆକୁ ମୁଁ ଓପନ କରିଦେବି ଦିଟାକୁ ଓପନ କରିଦେବି ତା ମାନେ ଏଇଭଳିଆ ହବ ତାହେଲେ ଦିଟା ଓପନ କରିଦେଲେ ଦିଟା ହବ ତା ମାନେ ଏଇଠି ମତେ ଗୋଟେ ଲୋଡ ମିଳିପାରିବ ଏଇଠି ଗୋଟେ ଲୋଡ ମିଳିପାରିବ ନା ମିଳିପାରିବ ଦିଟା ପ୍ଲେନ ତାହେଲେ ଏଠି କେତେ ରାଡିଆଲ ନୋଡ ରହିଲା ଦିଟା ନା ବୁଝିପାରିଲେ ଯୋଉଠି ହଉ अरे जोड़ी हो जोड़ी हो तभी भाई तभी जोड़ी हो फोर्टी हो फिफ्टी हो फाइव हो तार सब बड़े गाड़ी हम लोग कितने आ रही हो बहुत दिख रहा है तो धरो देखिए एक प्रकार होते हैं सर एक तो क्या कोई आपको कितना लोड हो कोई भाव को कितने लिए तो अगर यह कोई एक लोड करता हो तो देखो तेरी अलग कर देली ठीक है करते हो क्या करते हो মানে ওটা x অ্যাক্সিস রে হবে তো y অ্যাক্সিস রে হবে z অ্যাক্সিস রে হবে এই তিনটা আমি বলতে দি ওটা x অ্যাক্সিস রে রইব তিনটা বেলুন বোঝা এই ছড়া বেলুন তো বলো আলাদা করতে বড় কাটে তো তিনটা আগ রহিলা এইটা ଗୋଟେ লোড এটা ଗୋଟେ লোড মধ্যে জোড়া কাজ করছে আর এই যে লোড কিন্তু পাইবার চান্স জিরো তাহলে ইয়ার ভিতরে লোড হবে পাইবার বুঝি পাইলো তা বুঝি পাইলো ପରୀକ୍ଷାରେ ତମକୁ ଏତେ କରିବା ଦରକାର ନାହିଁ ତମ ବୁଝେଇବା ପାଇଁ ବୁଝିଲି ଯେ ଆଙ୍ଗୁଲାର ଆଉ ରାଡିଆଲ ଭିତରେ ଫରକ ପରୀକ୍ଷାରେ ଆମକୁ କଣ ପଚାରିବ ଯେ ଗୋଟେ ଜିନିଷ ଦେଇଥିବ ତାର ଆଙ୍ଗୁଲାର ନୋଡ କାଢ ଆଉ ରାଡିଆଲ ନୋଡ କାଢ ହେଲା କହିଲି ପି କଥା ଏସ୍ କଥା କଲା ଏସ୍ କଥା କହିଲି ପି ରେ କଣ ହବ ପି କଥା ପୁରା ପି କଥା ପି କଥା ପି ରେ ମାନେ ରାଡିଆଲ ନୋଡ କଥା କହୁଛି ଆଙ୍ଗୁଲାର তাহলে পি রে কোন হবো পি শব্দতে পি শব্দতে তার চিত্র কোন করিবে কি তার কোন কইলি কোন পেরিফেরাল কোন পেরিফেরাল মানে আমরা আউ কোন দেখি আমি ডম্বেল নাকি ডম্বুল ডম্বেল এটা কি ভাবে তাহলে পি जो রহিলা পি র মানে কোন কোন হইবে কোন পি র হলো পি এই দেখো ହେଲା ତାହେଲେ এই পি ଯୋଉଟା ହେଲା কোন କହିପାରିବି এই ভিতরে কি ডম্বেল ହେଲା ହେଲେ ପି ର ଘର ମାନେ ପି ର ଏଟା ଘର ପଟିଲେ ପି ର ଘର ତିନିଟା ହେଇପାରିବ ତ ପି ତିନି ପ୍ରକାର ହେଇପାରିବ ପି ଗୋଟେ x ଆକ୍ସିସ ରେ ହେଇପାରିବ ପି ଗୋଟେ y ଆକ୍ସିସ ରେ ହେଇପାରିବ ପି ଗୋଟେ z ଆକ୍ସିସ ରେ ବୁଝିଲି କି ହଁ ପି x और x ଆକ୍ସିସ କୋଣ ନଉଛି ଠିକ ଅଛି ନାଇଁ ସବୁ କୋଣ ତ ହେଲା x p x p y ହେଲା ଏଟା p z ହେଲା ବୁଝିଲା ତାହେଲେ ୟାର ଯଦି ମୋତେ ଚାରିଆଡେ ତାହେଲେ ୟାର ଆଙ୍ଗୁଲାର ନୋଡ କାଢିବେ ମାନେ ଶୁଣ angular node radial node ସମସ୍ତଙ୍କ ପାଇଁ ଫର୍ମୁଲା ଏଇଟା ମନେ ରଖିଦବ ତମକୁ ପଚାରିଲା ପ୍ରକୃତରେ ସବୁବେଳେ ଯଦି radial node ଦେଇଥିବ ମନେ ଦେଇଥିବ ଫର୍ମୁଲା radial node ପାଇଁ ଫର୍ମୁଲା ହେଲା l ଯାହାର ଭ୍ୟାଲ୍ୟୁ l ଯେତିକି ତା ଭିତରେ ସେତିକିଟା radial node ତମେ ନିଜେ ଦେଖୁନ ଏବେ ଯୋଉଟା ଆମେ କରିଥିଲେ देखो s ର ଭ୍ୟାଲ୍ୟୁ କେତେ अरे s ର ଭ୍ୟାଲ୍ୟୁ କେତେ 0 और तार तो गाड़ी लोड के थिला 0 0 गाड़ी लोड केते ए माने के 1 केतो रहला 0 भले केते 2 गाड़ी लोड केतो रहला 8 केतो रहला अरे भले केते केतो रहला तो गाड़ी लोड होला तार ए भले केते आउ कोन रहला एंगुलर लोड कोन रहला कोन रहला
ଆଙ୍ଗୁଲାର ନୋଡ ବାହାର କରିବା କେମିତି କାହାର ପଚାରିଛି ଆଙ୍ଗୁଲାର ନୋଡ ନା ଯାହାର ପଚାରିଛି ଯୋଉ ସେଲ n ମାଇନସ l ମାଇନସ 1 ଏଟା ତ ଫର୍ମୁଲା n ମାଇନସ l ମାଇନସ 1 ହେଲା। ଆଉ ବେଳେ ବେଳେ କଣ ପଚାରେ ଟୋଟାଲ ନୋଡ ତାହେଲେ ଯୋଉଟା ଟୋଟାଲ ନୋଡ ପଚାରିବ ଦିଟା ମିଶେଇ ଦେବି ରାଡିଆଲ ନୋଡ କେତେ ରହିଲା ଟେବୁଲାର ନୋଡ କେତେ ରହିଲା ତାହେଲେ ଟୋଟାଲ ନୋଡ ତାହେଲେ ତମର ଟୋଟାଲ ନୋଡ ମାନେ କି ଫର୍ମୁଲା ମିଳିବ এইটা মিশালে এইটা তাহলে l মাইনাস 1 বিস্তার কেটে l তাহলে মিশাই দউন n মাইনাস l মাইনাস 1 প্লাস l দুইটা কটি গলা তাহলে টোটাল লোড जो भी পঞ্চায়েত হব তোর কেতে আসিব n মাইনাস 1 এই তিনটা ফর্মুলা ଆଉ କିଛି ମନେ ରଖ ଏଇ ତିନିଟା ଜିନିଷ ଯେକୌଣସି ଜିନିଷ ମତେ ନୋଟ ପଚାରିବ ମୁଁ କାଢିଦେବି ଯେକୌଣସି ଜିନିଷ ଦେଖ ମୁଁ କାଢୁଛି ଆଉ ମତେ ପଚାରିଲା फोर एक्स फोर एक्स गाड़िया लोड आंगुला गाड़िया लोड का टेंशन किसी नहीं गाड़िया लोड फॉर्मूला वाला कि कोन गाड़िया लोड ए कितना हम मतलब गाड़िया लोड ए कितना हम इज इक्वल टू ए यार ए वैल्यू को पाई एस पी डी एफ तीन আর বড় ভাই তাহলে গাড়িয়া লোড এ কিतना नहीं हो বুঝি পাইলো আঙ্গুলার লোড পচারিব করি করিবি आंगुलर लोड के लिए कितना बचा मतलब होगी 4 n माइनस 1 वैल्यू से n माइनस 1 তাহলে কোন করবি 4 n माइनस 2 3 माइनस 1 সেগুলা या मानने कौन भी अच्छा का आंगुलर लोड कहिला आंगुलर लोड स्टेरिंग कहिला ता माने को इंग्लिश छोड़ो स्टेर ভিতর নিউক্লিয়াস রহিলা নিউক্লিয়াস ଆଉ ওর এর ভিতরে নিউক্লিয়াস ଆଉ ওর এর ভিতরে କୌଣସି ପ୍ରକାରର ଏଫ୍ ନାହିଁ ଓ ଏଫ୍ ଅଛି କି ଯାହା ମାନ ହଉଛି ଜିରୋ ଯଦି ଥାନ୍ତା ଆଉ କିଛି ଯଦି ଥାନ୍ତା ତାହେଲେ 4b କଥା କହୁ 4b ର କାଢିବ 4b ର ରାଡିଆଲ ଲୋଡ କେତେ ହବ ରାଡିଆଲ କେତେ ହବ 2 अरे मतलब 2 ना ये इक्वल टू 2 राडा लोड कितना एंगुलर लोड देखो एंगुलर लोड और एंगुलर लोड फॉर्मूला a माइनस l माइनस 1 तो ये लोग जब थे 4 ये कितना रहा 2 माइनस 1 तो कितना रहा 1 ता माने कोन न्यूक्लियस ଆଉ 4d ଭିତରେ ଗୋଟେ d ଅଛି ता से ଗୋଟେ d ଟା କିଏ d d ପୂର୍ବର d ନାହିଁ ତା ବୁଝିପାରିଲ ତା ମାନେ 3d ଇନଡାଇରେକ୍ଟ କହୁଛି ନ୍ୟୁକ୍ଲିୟସ ଆଉ 3d ଭିତରେ କିଛି d ନାହିଁ 3d ଆଉ 4d ଭିତରେ ଗୋଟେ ନୋड ଅଛି ठीक है वो बुझुଛି छोटे छोटे सरेला ଏଠି ୟା ପୂର୍ବରୁ କିଛି f ନାହିଁ ଧର ମତେ ଏବେ 4s କଥା ପଚାରିଥାନ୍ତି ଧର ଏବେ 4s କଥା ପଚାରିଥିଲି 4s ତାହେଲେ ରାଡିଆଲ ଲୋଡ କେତେ ହେଇଥାନ୍ତା 0 ରାଡିଆଲ ଲୋଡ କାଢ ରାଡିଆଲ ଲୋଡ ଅଛି କି ନାହିଁ ଆଙ୍ଗୁଲାର ଲୋଡ ପଚାରିଥାନ୍ତା ଆଙ୍ଗୁଲାର କେତେ କରିବି n माइनस 1 তাহলে 4s বাই 0 1 কেତେ ବାହାରିଲା ତିନିଟା ତା ମାନେ ଯୋଉଠି ନ୍ୟୁକ୍ଲିୟସ ଅଛି ଯୋଉଠି ନ୍ୟୁକ୍ଲିୟସ ତମେ ନିଜେ ଦେଖିଲ ନ୍ୟୁକ୍ଲିୟସ ର କିଛି ତାପରେ କିଏ ଆସିଲା 1s ଆସିଲା ଭଲ ନାହିଁ न्यूक्लियस वाले से प्रकार है वन देखी छी प्रकार है তাহলে নিউক্লিয়াস 1s পরে কি প্রকার হয় 2s পরে প্রকার হয় কি 3s পরে প্রকার হয় কি ওটা লোক পাইলো এটা পাইলো 1 2 3 এটা নোড হবে
न्यूक्लियस न्यूक्लियस ଲାଗିଛି न्यूक्लियस ଫାଷ୍ଟ ସେଲଟା ଲାଗିଛି ଟିକେ ଗୋଟେ କିଛି ବୁଝିଲା ସେ ବୁଝିଲା ସେଭେନ ଦେଖିବାକୁ ଦେଖିଛ ତ ଦେଖ ଓ ଏଇ ଚିନ୍ତା କରୁଛୁ ଏ ଆମେ ସ୍ପେସିଫିକ କରୁବା ବିକନ୍ସିଡାଲ ସଫ୍ଟୱେରରେ କାରଣ ଆମେ PHP ବା ନିଜେ ଲେଖିନା ଯଦି ମେନସନ କରେ ନା ଯା এই কথা দেখো ভাই এটা এস অপশন এটা এস অপশন আর ভিতরে একটা দরকার স্পেসিফিক হলে না ସବସେଟଟା ହଉଛି କଣ ସ୍ପେସିଫିକ ନୁହେଁ ସେ ଭିତରେ ଯୋଉଟା ରହୁଛି ଏସ୍ ବି ଗୋଟେ ଟି ଗୋଟେ ଡି ଗୋଟେ ଏଟା ଆମେ ସ୍ପେସିଫିକ କରିଦେଲେ ଯେମିତି ମୁଁ କରିଦେଲି ନା 2 ପି ଏଟା ଗୋଟେ ଅର୍ବିଟାଲ ଏଟା ଗୋଟେ ଅର୍ବିଟାଲ ଅର୍ବିଟାଲ ହେଇଗଲା ନା ହେଇଗଲା ଏକ୍ସପ୍ଲେନେସନ କରିଦେ नेक्स्ट क्लास में पढ़ेगा जो क्वेश्चन करेगा ହେଲା क्वेश्चन ତାପରେ ପଢିବା କଥା ଏତିକି ପଢିବା ସବୁଦିନ ପଢୁଥିବ जो पेपर को कौन